ଅନେକ ଲୋକ ଭାବୁଛନ୍ତି ଯେଉଁ ଆଞ୍ଚଳିକ ଦଳ ଛୋଟ ଦଳ ଗୁଡ଼ାକର ଅସ୍ତିତ୍ୱ ଆଉ ରହିବନି। ଏଟା ଭୁଲ କଥା ଆଜ୍ଞା। ଆମ ଆଦମୀ ଗୋଟେ ଆଞ୍ଚଳିକ ଦଳ ବି ନୁହଁ ଆଜ୍ଞା, ଗୋଟେ ଜାତୀୟ 10 ବର୍ଷ ଭିତରେ ଏମାନେ ଜାତୀୟ ଦଳ ମର୍ଯ୍ୟାଦା ପାଇଥିଲେ। କଂଗ୍ରେସ ଏକରେ ସେକରେ ସିପିଏମ୍ ମୁଖ୍ୟ ଥିଲେ ମଧ୍ୟ ଅନ୍ୟାନ୍ୟ ବହୁ ଛୋଟ ଦଳ ଅଛନ୍ତି। ଡିଏମ୍କେର ପୁରାପୁରି ଆଞ୍ଚଳିକ ଦଳର ପ୍ରାଧାନ୍ୟ ଏପଟେ ବି ସେପଟେ ବି। ବେପାରୀମାନେ ଯେତେବେଳେ ଆସୁଛନ୍ତି ରାଜନୀତି କରୁଛନ୍ତି ତାଙ୍କୁ ବ୍ଲାକମେଲ୍ କରିବା, ତାଙ୍କର ଚାପ ସୃଷ୍ଟି କରିବା ମଧ୍ୟ ସହଜ ହେଉଛି। ଆଉ କିଛି ଲୋକ ଯେଉଁମାନେ ରାଜନୀତିକୁ ଆସୁଛନ୍ତି କେବଳ କ୍ଷମତା ପାଇଁ, ତାଙ୍କର କୌଣସି ନୀତି ଆଦର୍ଶ ନାହିଁ। ଯେଉଁ ସାଧାରଣ ସାଂସଦ ଯିବା ଏବଂ ବିଜେପିରେ ଯୋଗ ଦେବା ପାଇଁ ନିଷ୍ପତ୍ତି କରିବା, ଯଦିଓ ଆଇନତଃ ତା ଭୁଲ, କିନ୍ତୁ ନିଷ୍ପତ୍ତି କରିଛନ୍ତି ଏବଂ ଯଥାର୍ଥରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ସେମାନଙ୍କୁ ଦଳବଦଳ ଆଇନ ଅନୁସାରେ ତାଙ୍କ ସମ୍ପଦ ରଦ୍ଦ କରିବା ପାଇଁ ଦରଖାସ୍ତ ହେଉଛି। ସେ ଆନନ୍ଦର କଥା, କେତେବେଳେ କରିବେ, ରାଜ୍ୟସଭାର ଅଧ୍ୟକ୍ଷ କରିବେ କେନା ଦୋସରା କଥା। କାରଣ ରାଜ୍ୟସଭାର ଅଧ୍ୟକ୍ଷ ସାଧାରଣତଃ ଏହିସବୁ ଘଟଣାରେ ଯଦିଓ ଦଳବଦଳ ଆଇନ ଅନୁସାରେ ଦିଆଯାଇଛି, ଗୋଟେ ଟ୍ରିବ୍ୟୁନାଲ ଭଳିଆ ବିଚାର କରିବା ପାଇଁ କ୍ଷମତା ଦିଆଯାଇଛି। ବିଧାନସଭା କ୍ଷେତ୍ରରେ ବାଚସ୍ପତି କି, ଲୋକସଭାରେ ବାଚସ୍ପତି କି, ରାଜ୍ୟସଭା କ୍ଷେତ୍ରରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦିଆଯାଇଛି ସେ ଆଇନରେ। କିନ୍ତୁ ସେମାନେ ଗୋଟେ ଦଳର ଲୋକ ସବୁବେଳେ, ବିଧାନସଭାରେ ବି ସେ ବାଚସ୍ପତି ଯିଏ ହେଉଛନ୍ତି ସେ ନିର୍ଦ୍ଦିଷ୍ଟ ଗୋଟେ ଦଳର ଲୋକ, ସେ ଦଳର ସ୍ୱାର୍ଥ ଅନୁସାରେ ସେ କାମ କରୁଛନ୍ତି ଦେଖାଯାଉଛି। ଏବଂ ମହାରାଷ୍ଟ୍ରରେ ସେ କଥା ହେଲା। କିନ୍ତୁ ଏଥିରେ ଗୋଟେ ଅଛି ଦିଗ, ଯେହେତୁ ସେମାନେ ଗୋଟେ ଟ୍ରିବ୍ୟୁନାଲ ଭଳିଆ କାର୍ଯ୍ୟ କରୁଛନ୍ତି, ସେମାନେ କୌଣସି ଭୁଲ କାର୍ଯ୍ୟ କଲେ ମଧ୍ୟ ତା ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ ହେଇପାରିବ। ହାଇକୋର୍ଟକୁ ଯାଇହେବ, ସୁପ୍ରିମକୋର୍ଟକୁ ଯାଇହେବ, ଇଏ ସୁବିଧା ଅଛି। କିନ୍ତୁ ଏଇଟା ଗୋଟେ ଛୋଟିଆ ଘଟଣାଟା। ଓଡ଼ିଶା କ୍ଷେତ୍ରରେ ମଧ୍ୟ ଆପଣ ଦେଖିଛନ୍ତି, ଯେଉଁମାନେ ବିଧାନସଭା ନିର୍ବାଚନରେ କ୍ରସ୍ ଭୋଟିଂ କଲେ ତାଙ୍କର ସବୁ ରଦ୍ଦ କରିବା ପାଇଁ, କ୍ରସ୍ ଭୋଟିଂରେ ଯଦିଓ ଦଳବଦଳ ଆଇନ, ଦଳବଦଳ ନିରୋଧ ଆଇନ ଲାଗୁ ନୁହେଁ। ଯେଉଁ ଦଳବଦଳ ନିରୋଧ ଆଇନଟା ଯେଉଁଥିପାଇଁ ଲାଗୁ, ଆପଣଟା ଦଳରୁ ଯଦି ଚାଲିଯିବେ ଲାଗୁ ହେବ, ଭଲ୍ୟୁଣ୍ଟାରୀ ଚାଲିଗଲେ ଲାଗି ହେବ, ବା ପାର୍ଲାମେଣ୍ଟ ବା ବିଧାନସଭାରେ ଦଳୀୟ ହୁଇପ୍କୁ ଅମାନ୍ୟ କରି ଯଦି ଆପଣ କୌଣସି ବିଲ୍ ବା କୌଣସି ନିଷ୍ପତ୍ତି ବିରୁଦ୍ଧରେ ଗଲେ ତାହେଲେ ହେବ। କିନ୍ତୁ ଏ କ୍ଷେତ୍ରରେ ଯେହେତୁ ବିଧାନସଭା ନିର୍ବାଚନ ସାଧାରଣତଃ ନିର୍ବାଚନ କମିଶନ କଣ୍ଟ୍ରୋଲ କରୁଛନ୍ତି, ସେଟା ବିଧାନସଭା ଗୃହ ଭିତରେ ହେଉଛି, ବିଧାୟକମାନେ ଦେଉଛନ୍ତି, କିନ୍ତୁ ସେଇଟା ବିଧାନସଭା ଗୃହ ଭିତର ବିବରଣୀ ନୁହେଁ। ତେଣୁ ତାଙ୍କ ପାଇଁ ଦଳବଦଳ ନିରୋଧ ଆଇନ ଲାଗୁ ନୁହେଁ। କିନ୍ତୁ ସେ ଦଳବଦଳ ନିରୋଧ ଆଇନ ଲାଗୁ କରିବା ପାଇଁ ଯେଉଁ କୁହାଯାଉଛି ବା କାର୍ଯ୍ୟାନୁଷ୍ଠାନ ହେଉଛି, ଯଦି ସେମାନେ ଭଲ୍ୟୁଣ୍ଟାରୀ ସେ ଭୋଟ୍ ଦେଇପାରନ୍ତି, ସେ ଭଲ୍ୟୁଣ୍ଟାରୀ ଦଳ ଛାଡ଼ି ଦେଇପାରିବେନି, ତାଙ୍କ ବିରୁଦ୍ଧରେ ସସ୍ପେଣ୍ଡ କରିବେ। କିନ୍ତୁ ଏବେ ମଧ୍ୟ ସସ୍ପେଣ୍ଡ ହେଇଥିବା ସଦସ୍ୟଟି ଏବେ ବି ମଧ୍ୟ ବିଧାନସଭା ଭିତରେ ଦଳର ହୁଇପ୍ ମାନିବ, ନହେଲେ ତା ସବୁ ଚାଲିଯିବ। ଏଇଟା ହେଉଛି ବ୍ୟବସ୍ଥା। କିନ୍ତୁ ଏଇ ଯେଉଁ ଏଇସବୁ ଘଟଣାକୁ ନେଇକି ଆଗରୁ ଓଡ଼ିଶାର ରାଜ୍ୟସଭା ସଦସ୍ୟ ମଧ୍ୟ ଆପଣ ଜାଣିଛନ୍ତି, ମମତା ମହାନ୍ତ, ତାପରେ ସୁଜିତ କୁମାର, ଏମାନେ ସଦସ୍ୟ ଥିଲେ, ବିଜେପି ଗଲେ। କୁହାଯାଉଛି ଯେମିତି ଆଗରୁ ମଧ୍ୟ ଅନେକ ଜାଗା ସ୍ଥାନରେ ମଧ୍ୟ କରିଛନ୍ତି, ବିଭିନ୍ନ ଅନ୍ୟ ଦଳର ସଦସ୍ୟମାନଙ୍କୁ ବିଜେପି କି ଆଣିବା, ଯେମିତି ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ଏଠି ମଧ୍ୟ ଯେମିତି କରାଯାଉଛି। ଏଥିରେ ଅନେକ ଲୋକ ଭାବୁଛନ୍ତି ଯେଉଁ ଆଞ୍ଚଳିକ ଦଳ ଛୋଟ ଦଳ ଗୁଡ଼ାକର ଅସ୍ତିତ୍ୱ ଆଉ ରହିବନି। ଏଟା ଭୁଲ କଥା ଆଜ୍ଞା। ଏଇଟା ଗୋଟାଏ ପର୍ଟିକୁଲାର, ଏଠି କେଉଁମାନେ ଯାଉଛନ୍ତି ଆପଣ ଦେଖିବେ, ଗୋଟେ ରାଜ୍ୟସଭାରେ ଜଣେ ସଦସ୍ୟ ଚାଲିଯିବ, କିନ୍ତୁ ରାଜ୍ୟସଭାରେ ଯିଏ ସଦସ୍ୟଟି ହେଇଛି ତାକୁ ଭୋଟ୍ ଦେଇଛି କିଏ? ବିଧାନସଭା ସଦସ୍ୟ ଭୋଟ୍ ଦେଇଛନ୍ତି। ଯଦି ବିଧାନସଭାର ସଦସ୍ୟ ଆପଣଙ୍କ ସାଙ୍ଗରେ ଅଛନ୍ତି, ଆପଣଙ୍କ ଦଳରେ ଅଛନ୍ତି, ସେ ରାଜ୍ୟସଭା ସଦସ୍ୟ ଚାଲି ଯାଇପାରେ, କିନ୍ତୁ ତାକୁ ଚାଲିଗଲେ ମଧ୍ୟ ବି ତା ନିୟନ୍ତ୍ରଣ କିନ୍ତୁ ବିଧାନସଭା ହାତରେ ରହିବ। ସିଏ ଚାଲିଗଲା ପରେ ତା'ର ସିଏ ପ୍ରଥମତଃ ଦଳବଦଳ ନିରୋଧ ଆଇନଟାକୁ ଆଭଏଡ଼ କରିବା ପାଇଁ ଭଲ୍ୟୁଣ୍ଟାରୀ ଜଏନ୍ କରି ଯାଇପାରିବନି। ସେ ଗୋଟା ଗୁପ୍ତରେ ରହିବ, କହିଦେବ ମୁଁ ଛାଡ଼ୁଛି, ଦଳ ଛାଡ଼ିଲି, କିନ୍ତୁ ଦଳରେ ଆଉ ଗୋଟେ ଦଳରେ ଯୋଗ ଦେବ ନାହିଁ। କେତେବେଳେ ଦେବ ନା ଯେତେବେଳେ ସିଦ୍ଧାନ୍ତ ହେବ ସେତେବେଳେ ସେ କରିବ। କିନ୍ତୁ ରାଜ୍ୟସଭା କ୍ଷେତ୍ରରେ ଏଇ ଆମ୍ ଆଦମୀ ପାର୍ଟି ଯେହେତୁ ଭାବୁଛନ୍ତି ତାଙ୍କର 2/3 ହେଇଗଲା, 7 ଜଣ ହେଇଗଲେ ବୋଲି ସେ ଭାବୁଛନ୍ତି, ରାଜ୍ୟସଭାରେ ତାଙ୍କର 10 ଜଣ ସଦସ୍ୟ, ତେଣୁ ତାଙ୍କ ପ୍ରତି ଲାଗୁ ହେବନି। ସେ ଯେଉଁମାନେ କହୁଛନ୍ତି ସେମାନେ ମଧ୍ୟ ଭୁଲ କରୁଛନ୍ତି, ସେମାନେ ଦଳବଦଳ ନିରୋଧ ଆଇନ ପଢ଼ିନାହାନ୍ତି ସ୍ପଷ୍ଟ ଭାବେ। କିନ୍ତୁ ମୋର ସେଠି କଥା ନାହିଁ। କଥା ହେଉଛି ବର୍ତ୍ତମାନ ଆଜି ମଧ୍ୟ ଓଡ଼ିଶାରେ ବିଜେଡି ପକ୍ଷରୁ
ବାଚସ୍ପତିଙ୍କୁ ଭେଟା ହେଇଛି ଯେଉଁମାନେ ତାଙ୍କ ବିରୁଦ୍ଧ କ୍ରସ୍ ଭୋଟିଂ କରିଥିଲେ ତାଙ୍କ ବିରୁଦ୍ଧରେ ଦଳ ବିରୁଦ୍ଧ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉ କିଏ ଦେବେ କିନ୍ତୁ ବାଚସ୍ପତି ଦେଇପାରନ୍ତି ବାଚସ୍ପତି ଶୁଣିବେନି କିନ୍ତୁ ଆଜିକାଲି ହେଇଛି ବାଚସ୍ପତି 30 ଦିନ ଭିତରେ ନହେଲେ 90 ଦିନ ଭିତରେ ଶୁଣିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଦେଇଛି ଏମାନେ ଦେଇଛନ୍ତି କଂଗ୍ରେସ ପକ୍ଷ ତାଙ୍କ 3 ଜଣ ସଦସ୍ୟଙ୍କ ବିରୁଦ୍ଧରେ ଦେଇଛି ମୁଁ କହିଲି ଦଳ ବଦଳ ଆଇନ ସିଧାସଳଖ ସେଠି ହଠାତ୍ ଲାଗୁ ହେଉନାହିଁ କିନ୍ତୁ ସେମାନେ କୌଣସି ଦଳରେ ଯୋଗ ଦେଇ ଦିଅନ୍ତି ବା ଯୋଗ ଦେବାର ରେକର୍ଡ଼ ଦଳ ଉପସ୍ଥାପିତ କରେ ଦଳର ହୁଇପ୍ ଅମାନ୍ୟ କରି ସେମାନେ ଆସିନାହାନ୍ତି ଦଳର ଅନ୍ୟ ଦଳରେ ଯୋଗ ଦେଇଛନ୍ତି ତାହେଲେ ବାଚସ୍ପତି ଯେଉଁଟାକି ଶରଦ ଯାଦବଙ୍କ କେସ୍ରେ ଯାହା ହେଲା ତାରି ଆଧାରରେ ନିଷ୍ପତ୍ତି ନେଇପାରିବେ ଏଇଟା ଅଛି ତେଣୁ ସେଥିପାଇଁ ଦେଖେନ୍ ବାଚସ୍ପତି ନିର୍ଣ୍ଣୟ କରିବେ ବାଚସ୍ପତି କଲା ପରେ ପୁଣି ଉପରକୁ ଯିବ ଅସଲ କଥା ହେଉଛି ବାଚସ୍ପତି ଆଉ ଆପଣ କିଏ ଭାବନ୍ତୁନି ବାଚସ୍ପତି ମାନେ ନିରପେକ୍ଷ ବୋଲି ସେମାନେ ଗୋଟିଏ ଦଳୀୟର ତେଣୁ ତାଙ୍କଠୁ ଏତେ ନିରପେକ୍ଷତା ଆଶା କରାଯାଇ ନପାରେ ଇଏ ଅଲ୍ଟିମେଟଲି ଯାହା ହେବ ଯେମିତି ହେଲା ମହାରାଷ୍ଟ୍ର କେସ୍ରେ ସେଇ ସୁପ୍ରିମକୋର୍ଟ ହାଇକୋର୍ଟ ସୁପ୍ରିମକୋର୍ଟକୁ ଯିବ କିନ୍ତୁ ସୁପ୍ରିମକୋର୍ଟ କହିଲା ପରେ ମଧ୍ୟ ବି ଆପଣ ସେ ଜିନିଷ କରେକ୍ଟ ବି ହେଇପାରିଲାନି କାରଣ ଯେଉଁ ସ୍ପ୍ଲିଟ୍ ଏମାନେ କରିଥିଲେ ସେଇଟା ଭୁଲ ବୋଲି ତ କହିଲେ ସୁପ୍ରିମକୋର୍ଟ କାରଣ ଯେଉଁଦିନ ସ୍ପ୍ଲିଟ୍ ହେଲା ଯେଉଁ ଆଧାର ଉପରେ କଥା କାରଣ ସ୍ପ୍ଲିଟ୍ 2/3 ଆପଣ ଖାଲି କରିଦେଲେ ହେବନି 2/3 କରି ଆପଣ ଆଉ ଗୋଟେ ଦଳରେ ମିଶିବେ ଆପଣ ଯେଉଁ ନୂଆ ଦଳ କଲେ ପରେ ସମୟ ତାଙ୍କୁ ଇଲେକ୍ସନ୍ କମିଶନ୍ ଦେଲା ସେ ଅନ୍ୟ ଦଳ ନୂଆ ଲୋକ ସଂଗ୍ରହ କଲେ କେଉଁ ଲୋକମାନେ ସଂଗ୍ରହ କଲେ ତା କନଷ୍ଟିଟ୍ୟୁସନ୍ ଦେଖିକି ସେ ଯଥେଷ୍ଟ ସମୟ ଦେଲା ଯାହା କାରଣ ବାଚସ୍ପତି ସୁବିଧା ଦେଲେ ତେଣୁ ଦଳ ଶେଷ ହୋଇଯିବ ଭାରତବର୍ଷରେ ଛୋଟ ଦଳ ରାଜ୍ୟକୁ ଆଞ୍ଚଳିକ ଦଳ ଯେଉଁଟା କହୁଛନ୍ତି ଏମାନେ ରହିବା ନିଶ୍ଚିତ ଆପଣ ଦେଖନ୍ତୁ ଆଜି ତ ଯେଉଁ ରାଜ୍ୟ ଦୁଇଟାକେ ନିର୍ବାଚନ ହେଉଛି ଏ ଯେଉଁ ରାଜ୍ୟମାନକେ ନିର୍ବାଚନ ହେଲା ଏ 5ଟି ରାଜ୍ୟ ଦେଖିବେ ଆପଣ ଆସାମରେ ଦେଖିବେ ହୁଏତ ବିଜେପି କଂଗ୍ରେସ ମୁଖ୍ୟ ଦଳ କିନ୍ତୁ ସେ ତାଙ୍କ ସାଙ୍ଗରେ ଅନ୍ୟ ଆଞ୍ଚଳିକ ଦଳ ଅଛନ୍ତି କେରଳ ଏଗେନ୍ କଂଗ୍ରେସ ଲେଫ୍ଟ ଫ୍ରଣ୍ଟ ଭିତରେ ହେଉଛି କଂଗ୍ରେସ ଏକରେ ସେକରେ ସିପିଏମ୍ ମୁଖ୍ୟ ଥିଲେ ମଧ୍ୟ ଅନ୍ୟାନ୍ୟ ବହୁ ଛୋଟ ଦଳ ଅଛନ୍ତି ୟୁନାଇଟେଡ୍ ଫ୍ରଣ୍ଟ ହେଇଛନ୍ତି ଲେଫ୍ଟ ଫ୍ରଣ୍ଟ ହେଇଛନ୍ତି ଡିଏମ୍କେର ପୁରାପୁରି ଆଞ୍ଚଳିକ ଦଳର ପ୍ରାଧାନ୍ୟ ଏପଟେ ବି ସେପଟେ ବି ଡିଏମ୍କେ ଆଇଡିଏମ୍କେ ଏବେ ବିଜୟ ଆସିଛନ୍ତି ଆଉ ଗୋଟିଏ ଆଞ୍ଚଳିକ ଦଳ ଯଦି ତ୍ରିକୋଣୀୟ ହେବ ବୋଲି କହୁଛନ୍ତି ପଶ୍ଚିମବଙ୍ଗରେ ତ ବିଲକୁଲ ଆଞ୍ଚଳିକ ଦଳ ଯାହା ମେନ୍ ଚ୍ୟାଲେଞ୍ଜର ଜାତୀୟ ଦଳର ହେଇଛି ନରେନ୍ଦ୍ର ମୋଦିଙ୍କର ହେଇକି 3 ଥର ଜିତିଲେଣି 4ଥ ଥର ଜିତିବାକୁ ରଖିଛନ୍ତି ତେଣୁ ଆଞ୍ଚଳିକ ଦଳ ସବୁ ଜାଗାରେ ସବୁ ରାଜ୍ୟରେ ଉତ୍ତରପ୍ରଦେଶରେ ମୁଖ୍ୟ ବିଜେପିର ହେଉଛି ପ୍ରତିଦ୍ୱନ୍ଦ୍ୱୀ ହେଉଛି ସମାଜବାଦୀ ପାର୍ଟି ଆଞ୍ଚଳିକ ଦଳ ବିହାରରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ଆର୍ଜେଡି ଏବଂ ଆଉ କିଛି ଆଞ୍ଚଳିକ ଦଳ ତାଙ୍କ ସାଙ୍ଗରେ ଅଛନ୍ତି ଯେମିତି ଜେଡିୟୁ ଅଛି ଏଲ୍ଜେପି ଅଛି ଅନ୍ୟାନ୍ୟ ଦଳ ଅଛନ୍ତି ବିଜେପି ସାଙ୍ଗରେ ତେଣୁ ଆଞ୍ଚଳିକ ଦଳ ହଁ ଅନେକ ଆଞ୍ଚଳିକ ଦଳମାନଙ୍କୁ ପ୍ରଭାବିତ କରିକି ବିଜେପି ନେଇଯାଇପାରୁଛି ତାର କାରଣ 3 ପ୍ରକାର କାରଣ ଅଛି ଏକରେ ଯେଉଁମାନେ ରାଜନୀତି ଆଜିକାଲି କରୁଛନ୍ତି ବହୁତ ମୌଳିକ କଥା ଏଇଟା ଦେଖିବାର କଥା ଯେଉଁମାନେ ରାଜନୀତି ଆଜିକାଲି କରୁଛନ୍ତି ରାଜନୈତିକ ଜୀବନକୁ ଆସୁଛନ୍ତି କାହିଁକି ଆସୁଛନ୍ତି ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି କ୍ଷମତା ଯଦି କ୍ଷମତା ନ ରହିଲା କ୍ଷମତା କେଉଁମାନେ ଆସୁଛନ୍ତି ରାଜନୀତି ଆପଣ ଦେଖନ୍ତୁ ସାଧାରଣ ଲୋକମାନେ ରାଜନୈତିକ କର୍ମୀରୁ ରାଜନୀତି ହେଉଥିବା ଲୋକ ବହୁତ କମ୍ ବର୍ତ୍ତମାନ ଟିକେ ପଇସା ବାଲା ଲୋକ ଆସୁଛନ୍ତି ଯାହାର ବିଜନେସ୍ ଅଛି ସେମାନେ ଆସୁଛନ୍ତି ରାଜନୀତି କି କାହାର ହୋଟେଲଟେ ଅଛି ଅନ୍ୟ ବିଜନେସ୍ ରିଏଲ୍ ଇଷ୍ଟେଟ୍ ଅଛି ଅନ୍ୟ ଇଣ୍ଡଷ୍ଟ୍ରି ଅଛି ସେମାନେ ବି ରାଜନୀତିକି ଆସୁଛନ୍ତି ଏମାନଙ୍କ ଉପରେ ଚାପ ସୃଷ୍ଟି କରିବା ଅତି ସହଜ ହେଉଛି ବିଜେପି ପାଖରେ ଯେହେତୁ କେନ୍ଦ୍ର ସରକାର ଅଛନ୍ତି ଇଡି ସିବିଆଇ ଇନକମ୍ ଟ୍ୟାକ୍ସ ୟା ଜରିଆରେ ସେମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଇପାରୁଛି ଯାହା ଆମ୍ ଆଦମୀ ପାର୍ଟି କ୍ଷେତ୍ରରେ ହେଇଛି ଦେଖନ୍ତୁ ଯେ ମିତ୍ତଲଙ୍କର ଉପରେ ଇଡି ଚଢ଼ଉ ହୋଇଥିଲା ସେ ଗଲେ ଇନକମ୍ ଟ୍ୟାକ୍ସ ଚଢ଼ଉ ହୋଇଥିବା ଲୋକ ହେଲେ ତାদের ବେପାରୀ ଅଛନ୍ତି ତ ବେପାରୀମାନେ ଯେତେବେଳେ ଆସୁଛନ୍ତି ରାଜନୀତି କରୁଛନ୍ତି ତାଙ୍କୁ ବ୍ଲାକମେଲ୍ କରିବା ତାଙ୍କ ଉପରେ ଚାପ ସୃଷ୍ଟି କରିବା ମଧ୍ୟ ସହଜ ହେଉଛି ଆଉ କିଛି ଲୋକ ଯେଉଁମାନେ ରାଜନୀତିକୁ ଆସୁଛନ୍ତି କେବଳ କ୍ଷମତା ପାଇଁ ତାଙ୍କର କୌଣସି ନୀତି ଆଦର୍ଶ ନାହିଁ
ଏବଂ ଯଦି ଦଳଟାକୁ ନୀତି ଆଦର୍ଶ ଉପରେ ବେଷ୍ଟିତ ହୁଏ, ଯାହା ଆପଣ ଦେଖନ୍ତୁ ଡିଏମ୍କେ AIDMK ଗୋଟେ ଦ୍ରାବିଡ଼ିଆନ୍ କଲଚର ଉପରେ ଦ୍ରାବିଡ଼ିଆନ୍ ଆଦର୍ଶ ଉପରେ ଅଛି, ଇଭେନ୍ ସମାଜବାଦୀ ପାର୍ଟି ଲୋହିଆଙ୍କ ଆଦର୍ଶ ଉପରେ ଅଛି, ତାହେଲେ ତାକୁ ଭାଙ୍ଗିଦେବା ଏକରସର କରିଦେବା ହେଇପାରେ, ଜଣେ ଜଣେ ଚାଲି ଯାଇପାରନ୍ତି, କିନ୍ତୁ ସେଠାରେ ଦଳ ଦୁର୍ବଳ ହେଇଯିବନି, ଦଳ ରହିବ। କିନ୍ତୁ ଯେଉଁ ଦଳ କେବଳ ଭାବରେ ଆଦର୍ଶ ନୀତି କାର୍ଯ୍ୟକ୍ରମ, କେଜରିୱାଲ କ୍ଷେତ୍ରରେ କ'ଣ ହେଲା, କେଜରିୱାଲ ଯେତେବେଳେ ଆସିଲେ ଗୋଟେ ଆନ୍ଦୋଳନରୁ ଆସିଥିଲେ, ଆପଣ ଜାଣିଛନ୍ତି ଆନା ହଜାର ଆନ୍ଦୋଳନ, ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ, ଆସି ଯେତେବେଳେ ଦଳ କଲେ, ସେ କହିଲେ ଦେଶର ରାଜନୀତି ବଦଳି ଦେବା ପାଇଁ ସେ ଆସିଛନ୍ତି, ନୂଆ ଧରଣର ରାଜନୀତିର ବାର୍ତ୍ତା ଦେଲେ, ଦିଲ୍ଲୀ ସରକାର କରି ଶିକ୍ଷା ସ୍ୱାସ୍ଥ୍ୟ ଏ କ୍ଷେତ୍ରରେ କିଛି ଉଲ୍ଲେଖନୀୟ କାର୍ଯ୍ୟ ବି କଲେ। ଏମିତି ଭାବରେ ଶିକ୍ଷା ସ୍ୱାସ୍ଥ୍ୟ ବିଦ୍ୟୁତ୍ ଯୋଗାଣରେ ସର୍ଭିସ୍ କ୍ଷେତ୍ରରେ ଭଲ କାର୍ଯ୍ୟ କଲେ, ଲୋକ ପ୍ରଭାବିତ ହେଲେ। କିନ୍ତୁ ମୁଁ କହିଲି ଯେଉଁ ଲୋକମାନଙ୍କୁ ନେଇ ସେ କଲେ, ଆର ମୌଳିକ ଆଦର ଦେଖିବେ, ଯେଉଁଟା ଭାରତବର୍ଷ ରାଜନୀତିରେ ବହୁତ ଦରକାର, ସେ ମୌଳିକ ଆଦର ଯେମିତି ବିଜେପିର ହିନ୍ଦୁତ୍ୱ, ତାଙ୍କର ଜାତୀୟବାଦୀ, ହିନ୍ଦୁତ୍ୱ ଜାତୀୟବାଦୀ, କଂଗ୍ରେସର ଯେତେ ଯାହା ହେଲେ ମଧ୍ୟ ଧର୍ମନିରପେକ୍ଷ ରହିବ, ସମାଜର ଦୃଷ୍ଟିଭଙ୍ଗୀ ରହିବ, ଏସବୁ ଦୃଷ୍ଟି ରହିବ। ସମାଜବାଦୀ ପାର୍ଟି ହେଲା, RJD ହେଲା, ଏମାନଙ୍କର ସାମାଜିକ ନ୍ୟାୟ ଦୃଷ୍ଟିଭଙ୍ଗୀ ରହିଛି। କିନ୍ତୁ ଯେଉଁ ଦଳଙ୍କର କୌଣସି ମୌଳିକ ଆଦର୍ଶ ନ ରହିବ, ନୀତି ନ ରହିବ, ଯେମିତି କିନ୍ତୁ ବିଜେଡ଼ି ଏତେ ବର୍ଷ କ୍ଷମତା ରହିଲା 24 ବର୍ଷ, କିନ୍ତୁ ଏଠି ଦେଖିବେ ସେ ଦଳ ଭିତରେ ଗୋଟେ ରାଜନୈତିକ ଦଳ ଚଳାଇବା ପାଇଁ ଯେଉଁ ମୌଳିକ ଆଦର୍ଶ ଦରକାର, ସେ ଆଦର୍ଶ ପ୍ରଥମରେ ଥିଲେ ମଧ୍ୟ ପରେ ଏଇଟା କେବଳ କ୍ଷମତା ଭିତ୍ତିକ ଦଳରେ ପରିଣତ ହୋଇଗଲା। ଓ କ୍ଷମତା ଚାଲିଗଲା ପରେ ଦଳ ଲୋକ ଛଟପଟ ହେଉଛନ୍ତି, କେଉଁଠି କ୍ଷମତା ଅଛି ସେ ଚିଡ଼ୁଛନ୍ତି, ସେ କ୍ଷମତା ବେସିସ୍ରେ, ମୁଁ କହିଲି ରାଜସ୍ୱ ବିଧାନସଭାରେ କ୍ଷମତା ଦେଲେ ଆପଣ ଲୋକ ରାଜ୍ୟସଭାକୁ ପଠାଇବେ ଆପଣଙ୍କ ଇଚ୍ଛା ଅନୁସାରେ, ପୁଣି କ୍ଷମତା ଚାଲିଗଲେ ସେ ଲୋକ ଭାବିବେ ଆଉ କେଉଁଠି ମିଳିବ କ୍ଷମତା। ତେଣୁ ଅର୍ଥ ନୁହଁ ଯେ ଆଞ୍ଚଳିକ ଦଳ ବା କ୍ଷୁଦ୍ର ଦଳ ଯେଉଁମାନଙ୍କୁ, ଆପଣ କ୍ଷୁଦ୍ର ଦଳ କ'ଣ, ଯାହାର ଆଦର୍ଶ ନୀତି ଅଛି କି, ଆପଣ ଦେଖନ୍ତୁ ଲେଫ୍ଟ ପାର୍ଟିମାନଙ୍କର ଷ୍ଟ୍ରେଂଥ କେତେ କମିଗଲାଣି ଭାରତବର୍ଷରେ, ପୂର୍ବ ସ୍ଥିତି ଅଛି କି? କିନ୍ତୁ ଆପଣ ବାମପନ୍ଥୀ ଦଳକୁ ଆପଣ କ'ଣ ବିଲୟ କରିଦେଇପାରିବେ? କରିପାରିବେନି। ସେମିତି ଭାବରେ ଆଞ୍ଚଳିକ ଦଳ ଆପଣ ବିଲୟ ହେବନି, ନୂଆ ନୂଆ ଆଞ୍ଚଳିକ ଦଳ ହେବ, ପ୍ରତି ରାଜ୍ୟରେ ନୂଆ ନୂଆ ଆଞ୍ଚଳିକ ଦଳ ହେବ। ଆଞ୍ଚଳିକ ଦଳମାନେ ବହୁ ରାଜ୍ୟରେ କ୍ଷମତା ଦଖଲ କରିଛନ୍ତି, ଭବିଷ୍ୟତରେ ଅତୀତରେ ବି କରିଥିଲେ, ଏବେ ମଧ୍ୟ କରୁଛନ୍ତି। ଓଡ଼ିଶାରେ ବିଜେଡ଼ି ଦୁର୍ବଳ ହୋଇଛି ସତ, କିନ୍ତୁ ଏବେ ମଧ୍ୟ ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ଭାବରେ ରହିଛି। ଯଦି ବିଜେପି ସରକାରର କାଲି ସକାଳେ ଲୋକ ରିଜେକ୍ଟ କରିଦିଅନ୍ତି, ତାହେଲେ ଇମିଡ଼ିଏଟଲି ଗେନର ହୋଇଯିବ ବିଜେଡ଼ି, କାରଣ ମୁଖ୍ୟ ବିରୋଧୀ ଦଳ ଆସନରେ ଅଛି। ତେଣୁ ଆପଣ କିଏ ଚାଲିଗଲା, ଦଳ ରାଜ୍ୟସଭା ସଦସ୍ୟ ଚାଲିଗଲା, 2 ଜଣ 5 ଜଣ 7 ଜଣ ସାଥେ, ତା ଦେହରେ ଗୋଟେ ଦଳ ଚାଲିଗଲା। ଆମ୍ ଆଦମୀ ପାର୍ଟି କ୍ଷେତ୍ରରେ ଏଇ ସଙ୍କଟ ହେଇଛି, କାରଣ ଯେଉଁ ପରିସ୍ଥିତିରେ ସେମାନେ ଆସିଥିଲେ, ଆମ୍ ଆଦମୀ ଗୋଟେ ଆଞ୍ଚଳିକ ଦଳ ବି ନୁହଁ ଆଜ୍ଞା, ଗୋଟେ ଜାତୀୟ 10 ବର୍ଷ ଭିତରେ ଏମାନେ ଜାତୀୟ ଦଳ ମର୍ଯ୍ୟାଦା ପାଇଥିଲେ, କାରଣ 2ଟା ରାଜ୍ୟରେ ତାଙ୍କର କ୍ଷମତା ଆସିଯାଇଛି। ଦିଲ୍ଲୀ କ୍ଷମତା ଥିଲା, ରାଜସ୍ଥାନ ପଞ୍ଜାବ ମଧ୍ୟ କ୍ଷମତାକୁ ଆସିଛି, ଏବେ ବି ଅଛନ୍ତି। ଯେଉଁ ମୌଳିକ ନୀତି ଆଦର୍ଶ ଦରକାର ଗୋଟେ ଦଳକୁ ବାନ୍ଧି ରଖିବା ପାଇଁକା, ସେ କେଉଁଠି ନା କେଉଁଠି ଭୁଲ ହେଇଗଲା। ଏବଂ ଯେଉଁମାନଙ୍କୁ ନେଇକି ଆଦର୍ଶ ଆନ୍ଦୋଳନ ହେଇଥିଲା, ସେଥିରେ ପ୍ରଶାନ୍ତ ଭୂଷଣ ଥିଲେ, ଯୋଗେନ୍ଦ୍ର ଯାଦବ ଥିଲେ, କାହିଁ ଲୋକମାନେ ସବୁ ଥିଲେ, ସେମାନେ ସବୁ ଆଶୁତୋଷ ବହୁତ ବଡ଼ ଲୋକମାନେ ଥିଲେ, ସେମାନେ ଗୋଟେ ପିରିୟଡ଼ ହତାଶ ହେଇଗଲେ, କାରଣ ଗୋଟେ ବ୍ୟକ୍ତିବାଦୀ ସଂଗଠନରେ ଇଏ ପରିଣତ ହେଇଗଲା। ଡିକ୍ଟେଟର ମାନେ ପାର୍ଟିର ମୁଖ୍ୟ ଯେ ଡିକ୍ଟେଟର ଭଳିଆ ବିହେଭ୍ କଲେ। ସୋ ସେଇଟା ହିଁ ଅସୁବିଧା। ସେଇଥିରେ କରିକି ଆପଣ ଜାତୀୟ ଦଳ, ସେଇଟା ସିଦ୍ଧି ସମୟରେ ଆଞ୍ଚଳିକ ଦଳ ପାରିବେ, ଆପଣ ଜାତୀୟ ଦଳ କରିବେ ଏବଂ ସେଇଟା ଗୋଟେ ଜଣେ ଡିକ୍ଟେଟର ହାତରେ ରହିବ, ମାନେ ତାଙ୍କରି କଥା ଅନୁସାରେ ସେଇଟା ହେଇପାରିବନି ନା, କୌଣସି ପ୍ରଶ୍ନ ହେବ। ତେଣୁ ତା'ର ଯେ ସମାଧାନ ସେ ନ କରିପାରିବା ଦୃଷ୍ଟିରୁ ଏବେ ସଙ୍କଟରେ ପଡ଼ିଛନ୍ତି। କିନ୍ତୁ ଆଞ୍ଚଳିକ ଦଳ ଭାରତବର୍ଷରେ ରହିବ, ଛୋଟ ଦଳ ରହିବ, କାହିଁକିନା ଲୋକମାନଙ୍କର ଆସିବେ 140 କୋଟି ଲୋକ, ଗୋଟେ କୋଟିଏ ଲୋକ ବି ଚାହିଁଲେ ଗୋଟେ ଦଳ ସୃଷ୍ଟି କରିବେ ତାଙ୍କ ଆସ୍ପିରେସନ୍ ପାଇଁ। 140 କୋଟି ଲୋକ, ଆଦିବାସୀ ଅଛନ୍ତି, ଦଳିତ ଅଛନ୍ତି, ବିଭିନ୍ନ ସମ୍ପ୍ରଦାୟ ଜାତି ଧର୍ମର ଲୋକ ଅଛନ୍ତି, ତାଙ୍କର ସ୍ୱାର୍ଥ ପାଇଁ ଚାହିଁବେ ଦଳ ଡିପେଣ୍ଡ କରିବାକୁ, ତାକୁ ଲୀନ କରିବ କିଏ? ହେଇପାରିବନି। କିଛି ଲୋକ ଏପଟ ସେପଟ, ମୁଁ କହିଲି ଯେଉଁ କ୍ଷମତାର ଚାପ,
ଇଡି ସିବିଆଇ ଇଏର ଚାପ ଏବଂ କ୍ଷମତା ବିରୁଦ୍ଧରେ ଛିଡ଼ା ହେବାର ସାହସ ଶକ୍ତି ବି ଏମାନଙ୍କର ନାହିଁ। ସେମାନେ ହୁଏତ ସକ୍ଷମ କରିଯାଉଛନ୍ତି ବା କରିଯିବେ ବା କ୍ଷମତାର ଲୋଭ ଯାହାକୁ ଦରକାର ସେ କାମ କରିଯିବ। ତା ଅର୍ଥ ନୁହଁ ଦଳଟା ଲୋପ ପାଇଯିବ, ଦଳର ସ୍ଥିତି ଚାଲିଯିବ।